ଜୟ ଜଗନ୍ନାଥ, ଜୟ ମା ଲକ୍ଷ୍ମୀ। ଇତିହାସ କହେ କଳାପାହାଡ଼ ଯେଉଁ ସମୟରେ ହିନ୍ଦୁ ମନ୍ଦିରମାନଙ୍କୁ ଧ୍ୱଂସ କରୁଥିଲା, ସେ ଭୟରେ ତିନି ଠାକୁର ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କୁ ନେଇ ଯେଉଁଠିକି ଗୁପ୍ତ ଜାଗା, ସବୁଆଡ଼େ ଲୁଣ ପାଣି, ଚିଲିକା ହ୍ରଦ, କିନ୍ତୁ ଗୋଟିଏ ଜାଗାରେ ମିଠା ପାଣି। ଜାଗାଟି ବହୁତ ପବିତ୍ର। ସେ ଜାଗାରେ ପ୍ରଭୁଙ୍କୁ 7 ମାସ 27 ଦିନ ଲୁଚାଇ ରଖାଗଲା। ଏହି ଜାଗାଟିର ନାମ କାଙ୍କଣ ଶିଖରୀ। ଏହି ସ୍ଥାନରେ 3 ବିଗ୍ରହଙ୍କୁ ଲୁଚାଇ ରଖାଗଲା। ଏହି ଜାଗାରେ କିଛି ବି ନଥିଲା। ପୂଜା ପଣ୍ଡାମାନେ କହିଲେ କ'ଣ ଭୋଗ ଲାଗି ହେବ। ସେଠାରେ ବହୁତ କାଙ୍କଡ଼ ଥିଲା। ସେହି କଞ୍ଚା କାଙ୍କଡ଼ ଭୋଗ ଲାଗି ହେଲା। ସେହି ଜାଗାଟିର ନାମ ସେହିଦିନୁ ରହିଗଲା କାଙ୍କଡ଼ ଶିଖରୀ। ପ୍ରଭୁ ଏହି ସ୍ଥାନରେ ଗୁପ୍ତରେ ଲୁଚି 7 ମାସ 27 ଦିନ ପର୍ଯ୍ୟନ୍ତ ଗୁପ୍ତ ପୂଜା ପାଉଥିଲେ। ତେଣୁ ଏହାକୁ ପାତାଳୀ ଶ୍ରୀକ୍ଷେତ୍ର ମଧ୍ୟ କୁହନ୍ତି।